ହଇ ଉଠୁନୁ ବେ, ଏଇଟା କେତେ ସମୟ ଶୋଉଛି? ଆଉ ରେବତୀ ଆସିଲା ନା ନାଇଁ ଲୁକା କାଚିକି? ମା ଆସିଲନି କି? ହଉ। ଆଉ ରେବତୀ ଲୁକା କାଚିକି ଆସିଲାଣି ନା? ହଁ, ସେ ଲୁଗା କାଚି ଆସିଲାଣି। ସେ କ'ଣ ପୁଅକୁ କ'ଣ ପାଠ ପଢ଼ଉଛି। ସେଇଟା କି ପାଠ ଶିଖିଛି ମୋ ସେଇଟା ପୁଅକୁ ପାଠ ପଢ଼େଇବ? ଆଚ୍ଛା ଶୁଣୁ, ମୁଁ ସେ ମିନାର ଗୋଟିଏ ପ୍ରସ୍ତାବ ଦେଇ ଆସିଛି, ଗୋଟେ ଭଲ ବାହାଘର ପ୍ରସ୍ତାବଟେ। ମିନାର କ'ଣ ବୟସ ହେଲାଣି? ମିନାର ବାହାଘର ହବ? ନାଇଁ, ବାହାଘର କାହିଁ ହବ, ସେମିତି ବୁଲୁଥାଉ। ଆଚ୍ଛା ତୁ କାହିଁ ଯାଇ ତାଙ୍କ ଘର କଥାରେ ମୁଣ୍ଡ ପୁରଉଛୁ? ତୁ ଚୁପ୍ ବ, ତୁ ଯା ସିଆଡ଼େ ଗାଁରେ ବୁଲିବୁ, ଯା, ତୋର କ'ଣ କାମ ଥିବ। ପଛକୁ ଦେଖ 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 କିଏ ଆସିଲେଣି। ହଇଓ, ତୁମେ କୁଆଡ଼େ ଯାଉଛ କି? 4-8 ଦିନ ଥରେ ଆସୁଛ, କାହିଁ ଆସୁଛ ଘରକୁ? ଯାଉନ ସିଆଡ଼େ ବୁଲିବ। ଏ ମଲି, ତୁ ମୋ ସାଙ୍ଗରେ ଝଗଡ଼ା ଲଗଉଛୁ ବୋଲି ମୁଁ ପଳଉଛି, 4-8 ଦିନରେ ଥରେ ଆସୁଛି। ଆଉ କ'ଣ କରିବି କହୁନୁ? ଏ କିଛି କରିବା ଦରକାର ନାହିଁ, ଚାଲେ ଉଠୁ ବୁଢ଼ା। ଏଇ ମଲି, ତୁ ମୋତେ ସବୁବେଳେ କାହିଁକି ଏମିତି କହୁଛୁ କହିଲୁ? ମୋତେ ଟିକେ ଶାନ୍ତିରେ ଟିକେ ବସେଇବାକୁ ଦେବୁନି କି? ହଉ, ତମେ 2 ଜଣ ବସିକି ଗପୁଥାଅ, ମୁଁ ଯାଏଁ ଡାକେ ତୁମ ବୋହୂକୁ। ରେବିକା। ଆଚ୍ଛା ତୁମେ ଯାଅ ଏଠୁ, ଏଠି ମୁହଁ ଦେଖିବାକୁ ଆଉ ଆସିବନି, ଚାଲ। କି ଭଳିଆ ସ୍ତ୍ରୀଟା କେଜାଣି, ବସେଇ ଉଠେଇ ଦଉନି। ଘରକୁ ଆସିଛି 2-4 ଦିନେ ଥରେ, ଦେଖିଲା ବେଳକୁ ମୋତେ ପୁଣି କହୁଛି ଯା ବାହାରି ଯା। ହଉ ମୁଁ ଯାଉଛି। ଯାଉ ସେ ବୁଢ଼ା ଆସିକି କ'ଣଟା କରୁଛି କି? ମୋ ପୁଅ ତ ମୋତେ ରୋଜଗାର କରିକି ଦେଉଛି, ଆଉ ଏ ବୁଢ଼ା କି ରୋଜଗାରଟେ କରୁଛି ଯେ ଆସିକି ଏଠି ଖାଲି ଖାଇବ? ମା, ଆପଣ ଡାକୁଛନ୍ତି କି ମୋତେ? ହଁ ହଁ, ଏଇଠି ଶୁଣିଲୁ ଟିକେ। ହଁ ମା, କୁହନ୍ତୁ। କଲରାର ଝିଅର ବାହାଘର ଗୋଟିଏ ଜାଗାରେ ମୁଁ ଖୋଜିଛି। ସେ ପୁଅ ଘର କହିଛନ୍ତି କାଲିକି ଆସିବେ, ବୁଝିଲୁ। ସେମାନେ ଆଗ ଆମ ଘରକୁ ଆସିବେ, ତାଙ୍କ ପାଇଁ ସବୁ ଖାଇବା ବନ୍ଦୋବସ୍ତ କରିଥିବୁ। କିନ୍ତୁ ମା, ଘରେ ତ କିଛି ଖାଇବା ନାହିଁ। ହଇଲୋ ହେଇ, ତତେ କ'ଣ ଖାଇବା ଅଣ୍ଟୁନି କି? ଯେତେବେଳେ ଦେଖିବ ଖାଲି ଖାଇବା ନାହିଁ ଖାଇବା ନାହିଁ। ତୁ ଖାଇ ଖୁଇ ଦେଉଛି କହିଲୁ ସବୁ, କି ଖାଇବାକୁ ତୁ ଖାଉଥିଲୁ? ମା, ଆପଣଙ୍କ ପୁଅ ତ ଆଣୁନାହାନ୍ତି ସଉଦାପତ୍ର କିଛି, ତ ଏଥିରେ ମୋର କ'ଣ ଦୋଷ ଅଛି? ହଉ ହଉ, ତୁ ଯା ଘରକୁ। ବଳୁଆ, ବଳୁଆ କିରେ? ଆରେ ଲିଟୁ, ହଉ ହଉ ହଉ, ଏଇଠି ବସ, ମୁଁ ଡାକୁଛି। ଏ ପୁଅ ଆଇଲୁ, ଲିଟୁ ଆଇଛି, ତୋ ସହିତ କଥା ହବ। ଯାଉନୁ ଘର ଭିତରକୁ, ତୋତେ କହିବାକୁ ପଡ଼ିବ ନା କ'ଣ? ଚା ଫା ଆଣୁ। ହଉ ମା। ହଉ କହ ଲିଟୁ। କ'ଣଟା କହିବି? ଆଉ ସୁଭଦ୍ରା ଯୋଜନା କୁଆଡ଼େ ଆସିଛି? ମୋ ସ୍ତ୍ରୀ ରହିଛି, ଆଉ ତମ ପୁଅ କାହିଁ ଆପ୍ଲାଏ ଫାପ୍ଲାଏ କଲାନି? ହଁ, ସେ କରିନି ଆପ୍ଲାଏ? ଆପ୍ଲାଏ କରିବ ବୋଲି କହୁଥିଲା ବା। ଆଉ କେଉଁ ଦିନ କରିବ? କ'ଣ ସଇଲା ପରେ ସବୁ କରିବ? ଆଉ କହୁନୁ ଲିଟୁ, କହ। ସିଏ କ'ଣ କହିବ? ତୁ ତ ଏବେ ମୂର୍ଖଟା। ଆସିଥିଲା ସୁଭଦ୍ରା ଯୋଜନା, କଲୁନି କ'ଣ ପାଇଁ? ସମସ୍ତେ ତ କରିଦେଲେ, ତୁ କାହିଁ କଲୁନି? ତତେ ମିଳିଥାନ୍ତା କେତେ ଟଙ୍କା? ଏ ମାଉସୀ, ତୁମେ କ'ଣ କହୁଛ? କାହିଁ, କ'ଣ କହିଲି କି ମୁଁ? ଏ ସୁଭଦ୍ରା ଯୋଜନା ପୁଅ ପିଲାଙ୍କୁ ନୁହଁ, ସ୍ତ୍ରୀ ଲୋକମାନଙ୍କୁ ମିଳୁଛି। ଓହୋ ହୋ ହୋ, ଏମନ୍ତ କଥା। ଆଉ ମୁଁ କ'ଣଟା ବୁଝିଲି, ବୁଢ଼ିଆଳି ଲୋକ ଆଉ। ହଉ, ମୁଁ ଯାଉଛି, ଯିବୁ ଗାଁକୁ ବୁଲିବାକୁ, ବୁଝିଲୁ। ଟିକେ ତାସ୍ ଖେଳ ଖେଳିବା, ଟିକେ ବସି ଗପସପ କରିବା ଆଉ। ଏ ର ମୁଁ ଏଇନାକେ ଯିବି। ଆଉ ଶୁଣ ମା, ତୁ ସବୁ ଗାଈ କାମ ସାରି ଦେଇଥିବୁ, ମୁଁ ଆଉଛି ଟିକେ। ହଉ ହଉ ପୁଅ, ଯା ଯା ବୁଲି ଆସିବୁ ଟିକେ। ଏ ନାନୀ, ଶୁଣ। କଲରା, ଓ କହ କ'ଣ ହେଲା? ଏ ନାନୀ କଥା କ'ଣ କି, ତମେ ବାହାଘର ପାଇଁ ମନା କରିଦିଅ। ସେମାନେ ରାଜି ହେଉନାହାନ୍ତି, କେହି ବାପ ଝିଅ କିଛି ବାହାଘର ଫାହାଘର କରିବାକୁ ଚାହୁଁନାହାନ୍ତି, ତୁମେ ମନା କରିଦିଅ। ଇଏ କି କଥା? ମୁଁ ତାଙ୍କୁ କହିଦେଇଛି, ସେ କାଲି ଆସନ୍ତୁ, ଟିକେ ବୁଲିକି ଯାଆନ୍ତୁ। ତୁ ଏମିତି କାହିଁ ହେଉଛୁ? କିନ୍ତୁ କାଲି ତା ବାପା ଘରେ ରହିବେ, ତା ବାପା ବିରକ୍ତ ହେବେ ଏସବୁ ଦେଖିଲେ। ହଉ ଶୁଣ ଗୋଟେ କଥା, ଏଇଠିକି ଆମ ଘରକୁ ଡାକି ଆଣିବୁ ତୋ ଝିଅକୁ। ପୁଅଟା ଆସିଥିବ, ଖାଲି ପୁଅଟା ଆସିବ କାଲି, ଟିକେ ଦେଖିଦେବ, ଆଉ ଯଦି ମନକୁ ଯିବ କରିଦେବା ଆଉ। ହଁ, ଭଲ ଆଇଡ଼ିଆଟେ କହିଛ ନାନୀ। ହଉ, ମୁଁ ଯାଉଛି। କାଲି କେତେବେଳକୁ ଆସିବି କୁହ? କାଲି ଏଇ 12ଟା ବେଳକୁ ଆସିବୁ ଆଉ। ହଉ ଠିକ୍ ଅଛି ନାନୀ, ମୁଁ ଯାଉଛି। ବସୁନୁ, ଟିକେ ଚା ଫା ପିଇକି ଯିବୁ।
ନାଇଁ ନାଇଁ ମୋର ସିଆଡ଼େ କେତେ କାମ ଅଛି, ମୁଁ ଯାଉଛି, ଆଉ କେତେ ଆସିବେ। କରିଦେଲେ ସେଇଟାର ବାହାଘରଟା ଠିକ୍ ହେବ। ଏଇଟା ଖାଲି ବୁଲୁଛି ଆସିକିରି ମୋ ବୋହୂଟାକୁ ଖରାପ କରୁଛି।